Hello everyone. Welcome to our first ever Stars Foundation talk. We wish India and the world get corona free soon. Today we are here at Vivek Bharati Ashram, Rekupari, of Balisar district, which is run and managed by single person and the follower of the Swami Vivekananda. Now, let's introduce the founder of the ashram, Swami Ganeshanand. Now let's introduce the founder of the Vivek Bharati Ashram, Swami Ganeshanand. Welcome to our Stars Foundation talk. Sir, our प्रथम क्वेश्चन कि आपण ए आश्रम केबे आरंभ करें? 1999 डिसेम्बर 10 तारिख शारदा माता जन्मदिन आश्रम प्रथम जो आरंभ करियो बछर मोटिव कोन आश्रम आरंभ करने मुख्य उद्देश्य था वनवासी क्षेत्र पिलामान शिक्षा संस्कार प्रचार प्रसार हम समान पाणिक गुरुकुल पद्धति शिक्षा आपण माने एठी पिलाମାନଙ୍କୁ କୋଉ ଭଳିଆ ପ୍ରକାର तालीम प्रदान पिलाମାନଙ୍କୁ साधारण विद्यालय शिक्षा व्यतीत मरुचाषण कृषि गोपालन मत्स्य चाष कंप्यूटर शिक्षा म्यूजिक शिक्षा तत्सहित आम पारंपरिक औषध व्यवस्था शिखेवा कौन प्रकार सुविधा रहा खाया साधारण भाव में जहाँ खाऊँ भोजन साधारण आश्रम जिनस कम रही अन्य एनजीओ सरकार छाड़ कौन आशा रखते आम ये जिनसा कम अपेक्षा बहन करते सतुरी जन पिला आराम रही पारते मिनिमम जी रहा कथा रही पारते पाठ पढ़ी पारते या योजना चले किसी लोग धीरे धीरे आगे बर्तमान 76 जन पिला एडमिशन नहीं वर्ष किंतु ये समस्या पिला कोरोना महामारी स्टाफ ना बर्तमान अफिशियाली तो पाखापाखि 12 जन अच्छे किंतु नन अफिशियाली जोटा प्रकृत आमको कम कर विशेषकर वनवासी क्षेत्र साधारण क्षेत्र जो पिलाମାନଙ୍କର ଘରର କୌଣସି ପ୍ରକାର ବ୍ୟବସ୍ଥା ନାହିଁ, ବିଶେଷ କରି ମାଆଙ୍କର ଅଭାବ ଅଛି,
କିମ୍ବା ଉଭୟ ଅଛନ୍ତି କିନ୍ତୁ ସେମାନେ ପଢ଼େଇବା ସମ୍ଭବ ନୁହେଁ, ସେମାନେ ଦିନ ମଜୁରିଆ କୌଣସି ପ୍ରକାର ଘରେ ରହିପାରୁନାହାନ୍ତି। ସେ ବିଶୃଙ୍ଖଳିତ ହେଇ ପିଲାଟା ଯେଉଁ ନଷ୍ଟ ହେଇଯିବ ତା ପୂର୍ବରୁ ଆମେ ଚେଷ୍ଟା କରିବୁ ତାକୁ ଆଣିକି ପହଞ୍ଚାଇ ଦିଏ କିମ୍ବା ଆମ ନଜରରେ ଅତ୍ୟନ୍ତ ପଡ଼ିବ। ଆପଣ ଏଇ ଆଶ୍ରମରେ ଭବିଷ୍ୟତରେ କୋଉଠାରେ ପହଞ୍ଚିବା ପାଇଁ ଆଶ୍ରମର ବିରାଟ ଭବିଷ୍ୟତ ଅଛି। ଇଏ ଗୋଟେ ଦୀପ ଶିଖା ଭଳି ସାରା ବିଶ୍ୱକୁ ଆଲୋକ ଦେଖେଇବ। ଇଏ ଯେଉଁ ପିଲା ଯିବେ ସେମାନେ ପ୍ରଧାନତଃ ସାମାଜିକ ହେବେନି, ସମାଜର ପ୍ରତ୍ୟେକ ଜାଗାରେ ଯେଉଁଠି ରହିବେ ସେଠି ନୂଆ ପ୍ରକାର ଗୋଟେ ବିଚାର ପ୍ରଚାର କରିବେ। ଭଲ ଭାବରେ ମଣିଷ ଭଳି ମଣିଷ ଭାବରେ Stars Foundation ଲେକ୍ଚର ଗୋଟେ renowned NGO organization ସେ ଆପଣଙ୍କ ସହିତ 2014ରେ କାମ କରି ଆସିଛନ୍ତି। ତ ତାଙ୍କ ବିଷୟରେ ସେଥିରେ ଯେଉଁ ଅଛନ୍ତି ଆମର ଅଭିଜିତ ଭାଇ ମାନେ ସେମାନେ 2014 ଆସି ଆରମ୍ଭ କଲେ। ପ୍ରତିବର୍ଷ ନିହାତି ସେମାନେ ଥରେ କରନ୍ତି ଆଉ ଆଶ୍ରମର କିଛି ଯାହା ଥାଏ ଆମର ଶକ୍ତି ତାଙ୍କର ଶକ୍ତି କରନ୍ତି। ଆଉ ପିଲାମାନେ ଅନ୍ୟ ପ୍ରକାର ଶିକ୍ଷା ପ୍ରକାର ସାହାଯ୍ୟ କରନ୍ତି, ପଢ଼ା ସାମଗ୍ରୀ ଉତ୍ସାହିତ କରିବା ପାଇଁ ଡ୍ରେସ୍ ଆଉ ବିଶେଷ କରି ସେଥିରେ ଯେଉଁ ପାଠ୍ୟକ୍ରମମାନେ ଅଛନ୍ତି ସେମାନେ ବର୍ତ୍ତମାନ ସମାଜ ତୁଳନାରେ ବହୁତ ମାର୍ଗଦର୍ଶନ ମାର୍ଗଦର୍ଶନ ଆପଣଙ୍କ ମାଧ୍ୟମରେ ଏଇଭଳିଆ କେମିତି କ'ଣ ମାନେ ଯେଉଁମାନେ ଚାହୁଁଛନ୍ତି ଆଶ୍ରମ କରିବାକୁ ସଂସାରରେ ସମସ୍ତେ ସନ୍ନ୍ୟାସୀ କି ବାହାରି ପାରିବେନି, ସମସ୍ତେ ବି ଗୃହୀ ହେବେନି। ଯିଏ ଯେଉଁ ମାର୍ଗରେ ଯାଉ କିଛି ଆବଶ୍ୟକ କିଛି ନାହିଁ। ଠାକୁର ରାମକୃଷ୍ଣ କ୍ଷେତ୍ରରେ ଯିଏ ଯେଉଁ ମାର୍ଗରେ ଯାଉ କିଛି ନାହିଁ, କିନ୍ତୁ ଯିଏ ଯେଉଁ ଜାଗାରେ ଭଲ କି କାମ ସନ୍ନ୍ୟାସୀ ନା ଯେଉଁମାନେ ଅନମ୍ୟାରେଡ୍ ରହୁଛନ୍ତି ସେମାନେ ଭଲ କି ସନ୍ନ୍ୟାସୀ ଭାବରେ ଜୀବନ ବିତାନ୍ତୁ। ଆଉ ଯେଉଁମାନେ ସଂସାର ରହୁଛନ୍ତି ସେମାନେ ଯେଉଁମାନେ ରହୁଛନ୍ତି ବାହାରେ ସେମାନଙ୍କ କଥା ସେ ବୁଝନ୍ତି ତାଙ୍କର ଶକ୍ତି ଅନୁସାରେ। ସେମାନେ କେବଳ ନିଜ ପରିବାର ଭିତରେ ସୀମିତ ନ ରହି ଆହୁରି ଆମ ପରିବାର ବାହାରେ କିଛି ପିଲା ଅବହେଳିତ ଭାବରେ ଅଛନ୍ତି ଯେଉଁମାନଙ୍କୁ ଅବହେଳା ଆଉ ଟିକେ ଅଧିକ କଲେ ସେମାନେ ସମାଜ ପାଇଁ କ୍ଷତିକାରକ ହେବେ। ସେମାନଙ୍କୁ ସେଠି ଚିନ୍ତା କରନ୍ତୁ। ଯେଉଁଭଳି ଏଇ ଯେଉଁ ଷ୍ଟାର ଫାଉଣ୍ଡେସନ ପିଲାମାନେ ଆସିକରି ଯେମିତି ସହଯୋଗ କରୁଛନ୍ତି ତାଙ୍କର ଏଇଭଳି ବିଚାର ରହୁ ଯେ ସେ ଯେଉଁଠି ରୁହନ୍ତୁ କିନ୍ତୁ ଅନ୍ୟମାନଙ୍କ ବିଷୟରେ କିଛି ଚିନ୍ତା କରନ୍ତୁ। କାରଣ ଅନ୍ୟମାନଙ୍କ ବିଷୟରେ ଚିନ୍ତା ନ କଲେ ଯାହା ସ୍ୱାଧୀନତା ପରେ ଆମ ଦେଶର ଅବସ୍ଥା ହେଇଛି ଆମେ ସମସ୍ତଙ୍କୁ ଦୂରରେ ରଖିଦେଲେ, ଆମ ମନ୍ଦିର ଭିତରକୁ କାହାକୁ ପଶିବାକୁ ଦେଲେନି, କିନ୍ତୁ ମନ୍ଦିରର ସୁରକ୍ଷା କ୍ଷାକି ହେଉଛି ସେଇମାନେ ଶତ୍ରୁ ହେଇକି ବଢ଼ୁଛନ୍ତି। ସମାଜରେ ଯଦି ଆମେ ସେମାନଙ୍କୁ ଏଇ ବର୍ତ୍ତମାନ ଆମେ ତାଙ୍କୁ ନଜର ନ ଦିଅନ୍ତୁ, ତାଙ୍କ ବିଷୟରେ ଚିନ୍ତା ନ କରନ୍ତି, ସେମାନେ ଅବହେଳିତ ବିଶେଷ କରି ବନବାସୀ ମାନେ ବା ସମାଜରେ ଯେଉଁମାନଙ୍କ ମା ବାପା ଚାଲିଯାଉଛନ୍ତି ବା ମା ବାପା ତାଙ୍କୁ ରକ୍ଷଣାବେକ୍ଷଣ କରିପାରୁନାହାନ୍ତି ସେ ପିଲାମାନଙ୍କ ପ୍ରତି ଆମେ ନଜର ଯେତେବେଳେ ନ ଦିଅନ୍ତି ସମୟ ଏଭଳି ଆସିବ ଏହି ସରକାର ଏହି ନିୟମ କାନୁନ ତାଙ୍କୁ ଶୃଙ୍ଖଳିତ କରିପାରିବ। ବର୍ତ୍ତମାନ ସମସ୍ତେ ସେ ପ୍ରତି ଟିକେ ସଜାଗ କରିବା ଦରକାର। ଏ ମୋର ନିହାତି ଅନୁରୋଧ ସମସ୍ତଙ୍କୁ ଯେ ଆମେ ଆମ ଘରେ 10ଟା ତରକାରୀ ଖାଉଛନ୍ତି ତାଙ୍କ ପାଇଁ ବର୍ଷରେ ଥରେ ଗୋଟେ ଦିନ ଭୋଜନ, ବର୍ଷରେ ଗୋଟେ ଦିନ ଭୋଜନ ଦେଲେ ବି ସେମାନଙ୍କର ପାଇଁ ବହୁତ ବଡ଼ ସହଯୋଗ କରିବେ। ଆମ ପିଲା 10 ଖଣ୍ଡ ସାର୍ଟ କିଣିଛୁ, ଆମେ ତାଙ୍କ ପାଇଁ ଖଣ୍ଡେ ସାର୍ଟ କେତେବେଳେ ମିନିମମ୍ ଯେଉଁମାନେ ପରିଚାଳନା ଦାୟିତ୍ୱରେ ଏଭଳି କଲେ ସମାଜର ବହୁତ ବଡ଼ ଉପକାର ହେବ। ଆଉ ବଡ଼ କିଛି ସେବା କରିବା କରୋନା ରୋଗ ନୂଆ ଆସିଲା, ମହାମାରୀ ମାସ୍କ ପିନ୍ଧିବୁନ। କରୋନା ରୋଗ ବହୁତ ଦିନରୁ, କରୋନା ରୋଗ ଆମ ଲୋକଙ୍କ ଭିତରେ ବହୁତ ଦିନରୁ ଅଛି। ହୁଏ ବି ଲୋକଙ୍କୁ ତାର ଟ୍ରିଟମେଣ୍ଟ ବି ହେଇଯାଏ, ତାର ମେଡିସିନ ବି ଅଛି। କରୋନାର ବହୁତ ଆଉ ଗୋଟେ ହଉଛି ସେଟା ହଉଛି ସାର୍ସ। ଏଇ ରୋଗଟା ବହୁତ ଆଗରୁ ହଉଛି ସାର୍ସ ରୋଗ। ୟାର ଟ୍ରିଟମେଣ୍ଟ ହୁଏ, ମେଡିସିନ ଅଛି, ଲୋକ ଭଲ ହୁଅନ୍ତି।
किंतु कोरोना भाइरस एई जो जिनसटा कोविड-19 टा से कोरोना भाइरस रो गोटे एमितिका स्पीसीज जोटा ठीक है विकसित हो जाइए हम एबेकार जो प्रदूषण को नहीं हो कि किसी केमिकल रिएक्शन को नहीं हो कि आउ जहाँ भी माने फैक्टर को नहीं एटा विकसित हो या तो नुआ जिनिस या पाई मेडिसिन कोरोना जो जिनिसटा नॉर्मल तुमको फ्लू भरिया हो तुमको ठंडा काश छींक हो टिके निश्वास नबारे असुविधा हो तुमको किंतु मेडिसिन खाइ तो भल हो जिवो तोर मरिବାର चांसेस तुम घर कोठी रायगढ़ तुम आश्रम मोर मामू तो पढ़ुला तापर मो मामा ने मत रखले के कोर्स में पढ़ी आईटी तो को ट्रेड मैकेनिक तो तुम जीवन सपनो आर्मी में आर्मी जन करे और ये आश्रम तुमको केवल आवे साहाଯ୍य कर बहुत सारे होता है तो मैं तब से अभी बहुत सारे होते सतवेलू पढ़ापढ़ी सब सब किसी आश्रम आईटीआई पर्यटन सब हैं आउ स्टार्स फाउंडेशन जो आम फाउंडेशन जानती तुम तो या विषय में कौन कहते चाहो केमी तुम लाइफ में परिवर्तन बहुत परिवर्तन आप आगे आसती बहुत किसी शिखाई दिखाते किसी बढ़ाती आ किसी खेल भी दिखाते आप कहते पढ़ाई आगे कौन दरकार है किसी दिखाते धन्यवाद छोट बड़ मु रही 9 वर्ष रही मत भल लगुच मत घर रकम लगुच मत भल घर मुझे जहाँ कहते ये अधिका टे पाँच पढ़ते भल पाँच बड़े मुझे सैनिक होगा चाहूँगी स्टार्स फाउंडेशन विषय में कौन कहते बहुत वर्ष है ये आश्रम से आसुँच तो स्टार्स फाउंडेशन सहित आप आगुरी आसते मुझे देखी आगुरी भी भल आप आसने भल लगे आमको आप भी भल पढ़ाती पढ़े जाते ये विषय तो देखिए तो आप विवेक भारती आश्रम कहानी से आम सरकार समस्त सरकारी बेसरकारी अनुष्ठान एवं आमर देखुवा भियर्स मान अनुरोध करुँगी आपण ये अनुष्ठान साहाय्य करने चाहती तेरे स्टार्स फाउंडेशन को सहित कांटेक्ट करें। The journey of Stars Foundation started way back in 2014. I got to know about Vivek Bharati Shiksha Ashram from my auntie. She told me that the students of ashram are very talented, but the problem is they are not getting proper sources and exposure. This ashram is located in a remote area far away from the city. When we interacted with the students, we got to know about their passion, dreams and talent. Stars Foundation is a child-centric organization. We believe that every child needs a perfect and healthy atmosphere to grow up, and we try our best to provide that atmosphere to every child, be it in education, in clothes, regarding health, or in any issue. We try our best to provide them the best atmosphere so that no child will ever feel that he is left out or he is less than someone else. Stars Foundation believes that there should not be any discrimination in education. Education should be unbiased, and being a teacher, I believe that these kids should get equal rights like other kids. So for that, we are providing extra knowledge to them apart from their standardized board syllabus. So we provide them basic knowledge on computer,
science experiments, maths, spoken English classes, and also we are guiding their career and their future, what they have to do, and all that. Stars Foundation has definitely made a difference in the society by bringing joy to the life of many. But there are miles to go, so which is not possible by a single NGO, so society has to take charge. And apart from that, I would like to thank each and every member, former members and present members of Stars Foundation who have been working dedicatedly to the foundation. So thank you very much. Without you guys, it would have been impossible. So thank you.